ନିଜେ ଭାଙ୍ଗୁଛନ୍ତି ମାନେ ସେ ଯୋଉ ରିଜାଇନେସନ୍ କରିଥିବେ କାଳେ କ'ଣ ଧରା ପଡ଼ିବ ତାକୁ ବିଭିନ୍ନ ଚର୍ଚ୍ଚା ହେବ ସେ ନିଜେ ଭାଙ୍ଗିଦେଲେ ସୁବିଧା ହେଇଯିବ କ'ଣ ମୁଁ ଗୋଟେ ନମ୍ବର ୱାନ୍ ମନ୍ତ୍ରୀ ନମ୍ବର ୱାନ୍ ନେତା ସେ ଅନୁସାରେ ମୋର ବ୍ୟବସ୍ଥାଟା କରିବି ମାନେ ସିଏ କହୁଛନ୍ତି ସରକାର ଭାଙ୍ଗୁଛନ୍ତି ନା ନିଜେ ଭାଙ୍ଗୁଛୁ କୋଉଟା ଠିକ୍ ନିଜେ ଭାଙ୍ଗୁଛନ୍ତି ମାନେ ସେ ଯୋଉ ରିଜାଇନେସନ୍ କରିଥିବେ କାଳେ କ'ଣ ଧରା ପଡ଼ିବ ତାକୁ ବିଭିନ୍ନ ଚର୍ଚ୍ଚା ହେବ ସେ ନିଜେ ଭାଙ୍ଗିଦେଲେ ସୁବିଧା ହେଇଯିବ କ'ଣ ଯେ ବେଶୀ କିଛି ପ୍ରମାଣ ମିଳିବନି ସେଥିପାଇଁ ଭାଙ୍ଗୁଛନ୍ତି କ'ଣ ଜଣେ ମୁଁ ଡିଜାଇନ୍ ସେ ବବି ଧଳ ସାମନ୍ତ ଭାଇ ଡିଜାଇନ୍ କରୁଥିଲେ ମାଗାଜିନ୍ ବନ୍ଧୁକ ଭିତରେ ରହିବ କାନ୍ଥରେ ପାଠ ପଢ଼ୁଥିଲେ ସେ ଯେଉଁ ଅତ୍ୟାଧୁନିକ ଡିଜାଇନ୍ କରିଥିବେ କାହିଁ ତାକୁ ନେଇ ଗୁଡ଼ାଏ ଚର୍ଚ୍ଚା ଭାଙ୍ଗିଦେଲେ ସେଟା ପ୍ରସଙ୍ଗ ଆସିବ ନାହିଁ ସେ 5 ଷ୍ଟାର ଲେବୁଲକୁ ପଳେଇଥିଲେ ସେତେବେଳେ ଥିଲେ ଅରୁଣ ଅତନୁ ସଞ୍ଜୟ ଆଗରୁ ଥିଲେ ବିଜୟ ନଳିନୀ ଶ୍ରୀକାନ୍ତ ସେ ୱାନ୍ ଆଣ୍ଡ ଓନ୍ଲି ଥିଲେ ଯଦି ଗୁଡ଼ାଏ କ୍ଷମତା ଏନ୍ଜୟ କରିଛନ୍ତି ସେଠି ଜଗନ ରେଡ୍ଡି 500 କୋଟିରେ କରିଛି 2-4 କୋଟି ଖର୍ଚ୍ଚ କରିଛନ୍ତି କ'ଣ ଓଡ଼ିଆ ଲୋକ ନାଉ କରିଯିବା କଥା କିନ୍ତୁ ଅଳ୍ପ କରିଛନ୍ତି କୁହ ସରକାରୀ କ୍ଷମତାର ଯେଉଁ ନଗ୍ନ ବ୍ୟବହାର ହୁଏ ଜଗନ ରେଡ୍ଡି ପ୍ରୋ ପିପୁଲ ଲୋକ ଦେଖିଲା ସେଠି 500 କୋଟିରେ ପ୍ୟାଲେସ୍ କରିଛନ୍ତି ସମସ୍ତଙ୍କର ଅହଙ୍କାର ହେଉଛି ଆମେ କରିବୁ ସେ ଅହଙ୍କାର ବଶବର୍ତ୍ତୀ ଗୋଟେ ଡିଜାଇନ୍ କରିଛନ୍ତି କ'ଣ ମୁଁ ଗୋଟେ ନମ୍ବର ୱାନ୍ ମନ୍ତ୍ରୀ ନମ୍ବର ୱାନ୍ ନେତା ସେ ଅନୁସାରେ ମୋର ବ୍ୟବସ୍ଥାଟା କରିବି ଓଡ଼ିଶା ସାରା ପାଣ୍ଠିର 2-3ଟା ଲୋକ ନେଇଛନ୍ତି ସେଥିରେ ତାଙ୍କ ନାଁ ଆସୁଛି ଅସୁବିଧା କ'ଣ ଆରେ ଯେଉଁ ଟଙ୍କା ସବୁ ଆଗେ ଚାକିରିଆ ଏକ୍ଜୁନ ଆଡ଼େ ରଖୁ ଯଦି ସେ ଟଙ୍କା କିଛି ରଖିଥିବେ କ'ଣ ହେଉଛି କାଳେ ସେମିତି ରୁମ୍ ତିଆରି କରିଥିବେ ସେଟା ଭାଙ୍ଗିଦେଲେ ବେଶୀ ଚର୍ଚ୍ଚା ହେବନି ସେଥିପାଇଁ ଆଗୁଆ ଭାଙ୍ଗୁଥିବେ କ'ଣ ନିଜେ ଭାଙ୍ଗୁଛନ୍ତି ମାନେ ସେ ଯେଉଁ ରିଜାଇନେସନ୍ କରିଥିବେ କାଳେ କ'ଣ ଧରା ପଡ଼ିବ ତାକୁ ବିଭିନ୍ନ ଚର୍ଚ୍ଚା ହେବ ସେ ନିଜେ ଭାଙ୍ଗିଦେଲେ ସୁବିଧା ହେଇଯିବ କ'ଣ ଯେ ବେଶୀ କିଛି ପ୍ରମାଣ ମିଳିବନି ସେଥିପାଇଁ ଭାଙ୍ଗୁଛନ୍ତି କ'ଣ ଜଣେ ମୁଁ ଡିଜାଇନ୍ ସେ ବବି ଧଳ ସାମନ୍ତ ଭାଇ ଡିଜାଇନ୍ କରୁଥିଲେ ମାଗାଜିନ୍ ବନ୍ଧୁକ ଭିତରେ ରହିବ କାନ୍ଥରେ ପାଠ ପଢ଼ୁଥିଲେ ସେ ଯେଉଁ ଅତ୍ୟାଧୁନିକ ଡିଜାଇନ୍ କରିଥିବେ କାହିଁ ତାକୁ ନେଇ ଗୁଡ଼ାଏ ଚର୍ଚ୍ଚା ଭାଙ୍ଗିଦେଲେ ସେଟା ପ୍ରସଙ୍ଗ ଆସିବ ନାହିଁ ସେ 5 ଷ୍ଟାର ଲେବୁଲକୁ ପଳେଇଥିଲେ ସେତେବେଳେ ଥିଲେ ଅରୁଣ ଅତନୁ ସଞ୍ଜୟ ଆଗରୁ ଥିଲେ ବିଜୟ ନଳିନୀ ଶ୍ରୀକାନ୍ତ ସେ ୱାନ୍ ଆଣ୍ଡ ଓନ୍ଲି ଥିଲେ ଯଦି ଗୁଡ଼ାଏ କ୍ଷମତା ଏନ୍ଜୟ କରିଛନ୍ତି ସେଠି ଜଗନ ରେଡ୍ଡି 500 କୋଟିରେ କରିଛି 2-4 କୋଟି ଖର୍ଚ୍ଚ କରିଛନ୍ତି କ'ଣ ଓଡ଼ିଆ ଲୋକ ନାଉ କରିଯିବା କଥା କିନ୍ତୁ ଅଳ୍ପ କରିଛନ୍ତି କୁହ ସରକାରୀ କ୍ଷମତାର ଯେଉଁ ନଗ୍ନ ବ୍ୟବହାର ହୁଏ ଜଗନ ରେଡ୍ଡି ପ୍ରୋ ପିପୁଲ ଲୋକ ଦେଖିଲା ସେଠି 500 କୋଟିରେ ପ୍ୟାଲେସ୍ କରିଛନ୍ତି ସମସ୍ତଙ୍କର ଅହଙ୍କାର ହେଉଛି ଆମେ କରିବୁ ସେ ଅହଙ୍କାର ବଶବର୍ତ୍ତୀ ଗୋଟେ ଡିଜାଇନ୍ କରିଛନ୍ତି କ'ଣ ମୁଁ ଗୋଟେ ନମ୍ବର ୱାନ୍ ମନ୍ତ୍ରୀ ନମ୍ବର ୱାନ୍ ନେତା ସେ ଅନୁସାରେ ମୋର ବ୍ୟବସ୍ଥାଟା କରିବି ଓଡ଼ିଶା ସାରା ପାଣ୍ଠିର 2-3ଟା ଲୋକ ନେଇଛନ୍ତି ସେଥିରେ ତାଙ୍କ ନାଁ ଆସୁଛି ଅସୁବିଧା କ'ଣ ଆରେ ଯେଉଁ ଟଙ୍କା ସବୁ ଆଗେ ଚାକିରିଆ ଏକ୍ଜୁନ ଆଡ଼େ ରଖୁ ଯଦି ସେ ଟଙ୍କା କିଛି ରଖିଥିବେ କ'ଣ ହେଉଛି କାଳେ ସେମିତି ରୁମ୍ ତିଆରି କରିଥିବେ ସେଟା ଭାଙ୍ଗିଦେଲେ ବେଶୀ ଚର୍ଚ୍ଚା ହେବନି ସେଥିପାଇଁ ଆଗୁଆ ଭାଙ୍ଗୁଥିବେ କ'ଣ